ମୋ ନାଁ ଶୁଭ, ବୟସ 28। ଦେଖିବାକୁ ପୁରା ସ୍ମାର୍ଟ। ମୁଁ ଏକ ଇଣ୍ଟରନ୍ୟାସନାଲ NGOରେ ଉଚ୍ଚ ପଦବୀରେ ଚାକିରି କରିଛି। ଆମ NGO ଦୁର୍ଗମ ଅଞ୍ଚଳରେ ସ୍ୱାସ୍ଥ୍ୟ ସେବା ପହଞ୍ଚାଇବା ପାଇଁ କାର୍ଯ୍ୟ କରେ। ଭଲ ଦରମା ସାଙ୍ଗକୁ ପାହାଡ଼ ପର୍ବତ ଘେର ସୁନ୍ଦର ଅଞ୍ଚଳ ବୁଲିବାକୁ ସୁଯୋଗ ମିଳେ। ତା ସାଙ୍ଗକୁ ଗେହିବା ପାଇଁ ମଧ୍ୟ ଭଲ ସୁଯୋଗ ମିଳେ। ମୋ ଅଣ୍ଡରରେ 5ଟା ଝିଅ କାମ କରୁଛନ୍ତି। ମୁଁ ସେ 5 ଜଣଙ୍କୁ ବହୁତ ଥର ଗେହି ସାରିଛି। ବେଳେବେଳେ ହୋଟେଲକୁ ଟୋକି ମଗେଇ ମଧ୍ୟ କିଏ। ଆଜି ପର୍ଯ୍ୟନ୍ତ ମୁଁ ବହୁତ ଟୋକି ଗେଇଛି, ହେଲେ ସୁଜାତା ଖୁଡ଼ିକୁ ଗେହିବା ଯେଉଁ ମଜା ପାଇଛି ସେଇଟା ଆଉ କେଉଁଠି ପାଇନି। ତେବେ ଆସନ୍ତୁ ଜାଣିବା ମୁଁ କେମିତି ସୁଜାତା ଖୁଡ଼ିକି ଗେଇଲି। ସୁଜାତା ଖୁଡ଼ି ମୋର ସମ୍ପର୍କୀୟ ଖୁଡ଼ି ହେବେ। ହଠାତ୍ ସୁଜାତା ଖୁଡ଼ିଙ୍କ ଶାଶୁ ମୋ ବାପାକୁ ଧରମ ପୁଅ କରିଛନ୍ତି। ତେଣୁ ତାଙ୍କ ପରିବାର ସହିତ ଆମର ବହୁତ ଭଲ ସମ୍ପର୍କ। ଖୁଡ଼ିଙ୍କ ଘର ଆମ ଘରଠାରୁ ପ୍ରାୟ 5 କିଲୋମିଟର ଦୂର ହେବ। ମୁଁ ଯେତେବେଳେ ଗାଁକୁ ଯାଏ ତାଙ୍କ ଘରକୁ ବୁଲିବାକୁ ଯାଏ। ସୁଜାତା ଖୁଡ଼ିଙ୍କର ବ୍ରାହ୍ମଣ ଘର। ତାଙ୍କ ପରିବାର କହିଲେ ତାଙ୍କ ସ୍ୱାମୀ ବିନୋଦ ଦାଦା ଆଉ ଖୁଡ଼ିଙ୍କ ଶାଶୁ ଓ ତାଙ୍କର ଗୋଟିଏ 6 ବର୍ଷର ଝିଅ, ଗୋଟେ 4 ବର୍ଷର ଝିଅ। ବିନୋଦ ଦାଦାଙ୍କର ଗୋଟିଏ ଗୋଡ଼ ଆକ୍ସିଡେଣ୍ଟରେ ଅଚଳ ହୋଇଯାଇଛି। ତଥାପି ବିନୋଦ ଦାଦା ଗାଁରେ ଗୋଟିଏ ଚା' ଦୋକାନ କରି ବହୁତ କଷ୍ଟରେ ତାଙ୍କ ପରିବାର ପ୍ରତିପୋଷଣ କରନ୍ତି। ଆମ ପରିବାର ବହୁତ ସମୟ ତାଙ୍କୁ ସାହାଯ୍ୟ କରୁ। ମୁଁ ଯେତେବେଳେ ତାଙ୍କ ଘରକୁ ଯାଏ ସୁଜାତା ଖୁଡ଼ି ଓ ତାଙ୍କ ପିଲାଙ୍କ ପାଇଁ ଲୁଗାପଟା ଧରି ଯାଏ। ଏମିତି ବେଳେବେଳେ ଖର୍ଚ୍ଚ କରିବା ପାଇଁ ମଧ୍ୟ ସୁଜାତା ଖୁଡ଼ିକୁ କିଛି ଟଙ୍କା ଦେଇ ଆସେ। କାରଣ ସେ ମୋତେ ସୁଜାତା ଖୁଡ଼ି ବହୁତ ଭଲ ଲାଗନ୍ତି। ସୁଜାତା ଖୁଡ଼ିଙ୍କର ବୟସ 30 ବର୍ଷ। ଦେଖିବାକୁ ପୁରା ତୋଫା ଗୋରୀ, ମଧ୍ୟମ ଧରଣର ସ୍ୱାସ୍ଥ୍ୟ। ଦୁଧ 2ଟା 34 ସାଇଜର, ଅଣ୍ଟା ଚଉଡ଼ା ହୋଇ ଗାଣ୍ଡି 2ଟା ଓହଳି ପଡ଼ିଛି। ମୋତେ ସୁଜାତା ଖୁଡ଼ି ବହୁତ ସେକ୍ସି ଲାଗନ୍ତି। ତାଙ୍କୁ ଦେଖିଦେଲେ ଗେହିବା ପାଇଁ ମୋର ବହୁତ ଇଚ୍ଛା ହୁଏ, ହେଲେ କିଛି କରିବା ପାଇଁ ସାହସ ହୁଏନି। ତଥାପି ମୁଁ ସୁଯୋଗ ଅପେକ୍ଷାରେ ଥାଏ, କେଉଁଦିନ ସୁଜାତା ଖୁଡ଼ି ଗେହିବା ପାଇଁ ମିଳିବ। ମାସରେ ଥରେ ମୁଁ ଗାଁକୁ ଆସେ। 10-15 ଦିନ ରହି ପୁଣି ଚାଲିଯାଏ। ଯେତେବେଳେ ଗାଁକୁ ଆସେ ସୁଜାତା ଖୁଡ଼ିଙ୍କ ଘରକୁ ବୁଲିବାକୁ ଯାଏ। ସୁଜାତା ଖୁଡ଼ି ବହୁତ ମେଳାପି, ମୋ ସହିତ ବହୁତ ଥଟ୍ଟା ମଜା କରନ୍ତି। ତାଙ୍କ ସହିତ କଥା ହେଲାବେଳେ ମୋର ବହୁତ ଇଚ୍ଛା ହୁଏ। 2 ବର୍ଷ ତଳ ଘଟଣା। ଆମ ଗାଁରେ ମକର ମେଳା ବହୁତ ଧୁମଧାମରେ ହୁଏ। ମୁଁ ଛୁଟିରେ ଗାଁକୁ ଯାଇଥାଏ। ସୁଜାତା ଖୁଡ଼ିଙ୍କର ଘରକୁ ବୁଲିବାକୁ ଗଲି। ମୋତେ ଦେଖି ଖୁଡ଼ି ଆଉ ବିନୋଦ ଦାଦା, ଜେଜେମା ସମସ୍ତେ ବହୁତ ଖୁସି ହେଲେ। ମୁଁ ସମସ୍ତଙ୍କ ପାଇଁ ଲୁଗାପଟା ମିଠା ଧରି ଯାଇଥାଏ। ଖୁଡ଼ି ମୋତେ ବହୁତ ଆଦର ସଂସ୍କାର କଲେ। ମୋ ପାଖରେ ବସି ଭଲ ମନ୍ଦ କଥା ହେଲେ। ଖୁଡ଼ିଙ୍କ ସହିତ କଥା ହୋଇ ମୋର ବହୁତ ମଜା ଲାଗୁଥାଏ। ଖୁଡ଼ି ବି ମୋ ସହିତ ଥଟ୍ଟା ମଜା ହେଉଥାନ୍ତି। ଏମିତି କଥା ହେଉ ହେଉ ସୁଜାତା ଖୁଡ଼ି କହିଲେ, ଶୁଭ, ତୁମେ ତ ବଡ଼ ଲୋକ, ଆମ ଭଳିଆ ଗରିବ ଲୋକକୁ କିଏ ପଚାରେ? ଖୁଡ଼ିଙ୍କ କଥା ଶୁଣି ମୁଁ କହିଲି, ସେମିତି କହିବନି ଖୁଡ଼ି, ମୁଁ କେବେ ସେମିତି ଭାବିନି। ଯେତେ ଆସେ ମୁଁ ତୁମ ଘରକୁ ଆଗ ଆସେ। ମୋ କଥା ଶୁଣି ଖୁଡ଼ି ମନ ଦୁଃଖ କରି କହିଲେ, ଶୁଭ, ତୁମେ ତ ସବୁ ଜାଣିଛ। ତୁମ ଦାଦାଙ୍କର ଏପରି ଅବସ୍ଥାକୁ 2 ଝିଅଙ୍କ ପାଠ ପଢ଼ା ସହିତ ପରିବାର ଖର୍ଚ୍ଚ। ତମ ଦାଦା ତଥାପି ବହୁତ କଷ୍ଟରେ ଦୋକାନକୁ ଯାହା ଆୟ କରନ୍ତି ସବୁ ଘର ଖର୍ଚ୍ଚକୁ ନିୟନ୍ତ ହୁଏ। 2 ଝିଅଙ୍କ ଭବିଷ୍ୟତ କ'ଣ ହେବ ସେଇ କଥା ଭାବି ମୁଣ୍ଡ ଘୂରେଇ ଦେଉଛି। ଖୁଡ଼ି ମନ ଦୁଃଖ କଲା। ମୁଁ ତାଙ୍କ ହାତକୁ ଧରି କହିଲି, ଚିନ୍ତା କରନି ଖୁଡ଼ି, ସବୁ ଠିକ୍ ହୋଇଯିବ। ଖୁଡ଼ି ମୋତେ ଚାହିଁ କହିଲେ, ଆଉ କ'ଣ ଠିକ୍ ହେବ? ତମ ଦାଦାଙ୍କର ଯେଉଁ ଅବସ୍ଥା, ସେ ତ କେଉଁଠି କାମ କରିପାରିବେ ନାହିଁ। କ'ଣ କରିବି? ମୋତେ କିଛି ବୁଦ୍ଧି ଦେଖାଯାଉନି। ଶୁଭ, ତୁମେ ତ ଭଲ ଚାକିରି କରିଛ, ମୋ ପାଇଁ ଗୋଟେ ଚାକିରିଟିଏ ବୁଝିଦିଅନି। ଖୁଡ଼ିଙ୍କର କଥା ଶୁଣି ମୁଁ ଚିନ୍ତା କଲି, ଏଇଟା ମୋ ପାଇଁ ବଢ଼ିଆ ସୁଯୋଗ। ମାଇକିନିଆ ଯଦି ମୁଁ ଚାକିରିରେ ଲଗେଇ ଦିଏ ତାହେଲେ ମୋତେ ଗେହିବା ପାଇଁ କିଛି ସୁବିଧା ହେଇଯିବ। ଏଇ କଥା ମନେ ମନେ ଭାବି ମୁଁ ପଚାରିଲି, ଖୁଡ଼ି, ତୁମେ କ'ଣ ପଢ଼ାପଢ଼ି କରିଛ? ଖୁଡ଼ି କହିଲେ, BA ପାସ୍ କରିଛି। ମୁଁ କହିଲି, ତାହେଲେ ତୁମକୁ ଆଉ ଆମ NGOରେ ଗୋଟେ ଭଲ ଦରମାରେ ରଖିଦେଇ ପାରିବି। ହେଲେ ମୋ କଥା ଶୁଣି ଖୁଡ଼ି ମୋ ହାତକୁ ଧରି କହିଲେ, ହେଲେ କ'ଣ ଶୁଭ? ମୁଁ କହିଲି, ଖୁଡ଼ି, ଏଥିପାଇଁ ମୋ ଉପର ଅଫିସରମାନଙ୍କୁ ବହୁତ ଟଙ୍କା ଦେବାକୁ ପଡ଼ିବ। ପାଖାପାଖି 2 ଲକ୍ଷ ଟଙ୍କା ଦେଲେ ଯାଇ ସେମାନେ ଚାକିରି ଦେବେ। ମୋ କଥା ଶୁଣି ଖୁଡ଼ି ମନ ଦୁଃଖ କହିଲେ, 2 ଲକ୍ଷ ଟଙ୍କା କିଏ ନା ଆମେ କିଏ? 6 ମାସ ଆଗରୁ ଗୋଟିଏ କମ୍ପାନୀରେ ଇଣ୍ଟରଭ୍ୟୁ ଦେବାକୁ ଯାଇଥିଲି ଯେ ସେ ଅଫିସର ମାନେ ମୋତେ ଖରାପ ନଜରରେ ଦେଖିଲେ। ଆଉ ଇଣ୍ଟରଭ୍ୟୁ ଦେବି କ'ଣ, ସେଇଠୁ ଚୁପଚାପ ଘରକୁ ପଳେଇ ଆସିଲି। ଭଗବାନ ବୋଧେ ମୋ କପାଳେ ଏମିତି ଦୁଃଖ ଦେଇଛନ୍ତି। ଏମିତି କହି ଖୁଡ଼ି କାନ୍ଦିବାକୁ ଲାଗିଲେ। ମୁଁ ତାଙ୍କ ଲୁହ ପୋଛି ସାନ୍ତ୍ୱନା ଦେଇ କହିଲି, ତୁମେ ବ୍ୟସ୍ତ ହୁଅନି ଖୁଡ଼ି, ମୁଁ ତମ ପାଇଁ କିଛି ବ୍ୟବସ୍ଥା କରୁଛି। ଏତିକି କହି ମୁଁ ପର୍ସରୁ 2000 ଟଙ୍କା କାଢ଼ି ଖୁଡ଼ିଙ୍କ ହାତ ଦେଇ କହିଲି, ଖୁଡ଼ି, ଏଇଟା ରଖିଥାଅ, ଛୁଆଙ୍କ ପାଇଁ ଖର୍ଚ୍ଚ କରିବ।
ତାପରେ ମୁଁ ଘରକୁ ଫେରି ଆସିଲି। ମୋ ମନରେ ଖାଲି ସୁଜା ଖୁଡ଼ିର ସେକ୍ସି ଚେହେରା ଉଙ୍କି ମାରିଥାଏ। ମୋ ସାଙ୍ଗ ବିଜୟ ସବୁବେଳେ ମୋତେ କୁହେ ଯେ କାଳେ ଟୋକିମାନଙ୍କ ଅପେକ୍ଷା ମାଇକିନାମାନଙ୍କୁ ଗେଇଲେ ଅଧିକା ମଜା ଲାଗେ। ହେଲେ ମୁଁ ଆଜି ପର୍ଯ୍ୟନ୍ତ କୌଣସି ମାଇକିନାକୁ ଗେଇ ନଥିଲି। ଭାବୁଥାଏ ଯଦି ଭଗବାନ ଦୟାରୁ ସୁଜା ଖୁଡ଼ିଙ୍କ ଭଳି ସେକ୍ସି ମାଇକିନା ଗେଇବା ପାଇଁ ମିଳିଯାଆନ୍ତା ତାହେଲେ ମୋର ଜୀବନ ସାର୍ଥକ ହୋଇଯାଆନ୍ତା। ମନେ ମନେ ପ୍ଲାନ୍ କଲି କେମିତି ହଉ ସୁଜା ଖୁଡ଼ିକୁ ଗେଇବି। ତା ପରଦିନ 3-4ଟା ବେଳକୁ ସୁଜାତା ଖୁଡ଼ି ଘରକୁ ଗଲି। ଜେଜେମା ପଡ଼ିଶା ଘରକୁ ବୁଲିବାକୁ ଯାଇଥାନ୍ତି। ବିନୋଦ ଦାଦା ଦୋକାନରେ ଥାନ୍ତି। ଦୁଇ ଝିଅ ଘର ବାହାରେ ଖେଳୁଥିଲେ। ମୁଁ ଯାଇ ତାଙ୍କ ଘରେ ପହଞ୍ଚିଲି। ଖୁଡ଼ି ସେତେବେଳେ ଘର ଅଗଣାରେ ମୁଣ୍ଡରେ ହାତ ଦେଇ ବସି କ'ଣ ଭାବୁଥାନ୍ତି। ମୁଁ ତାଙ୍କ ପାଖକୁ ଯାଇ କହିଲି ଖୁଡ଼ି କ'ଣ ହୋଇଛି? ମୋ ପାଟି ଶୁଣି ଖୁଡ଼ି ମୋତେ ବସିବାକୁ କହିଲେ। ତାପରେ କହିଲେ ନା ମ କ'ଣ କରିବି ଏମିତି ବସି ଘର ପରିବାର କଥା ଭାବୁଥିଲି ଆଉ। ମୁଁ କହିଲି ଏବେ ଚିନ୍ତା କରେନି ଖୁଡ଼ି, ଧୈର୍ଯ୍ୟ ଧର, ସବୁ ଠିକ୍ ହେଇଯିବ। ଖୁଡ଼ି ମୋ ହାତକୁ ଧରି ପକାଇ କହିଲେ ଶୁଭ ତୁମେ ତ ଏତେ ଚିହ୍ନା ପରିଚୟ ଅଛି, କେଉଁଠି ହେଲେ ପିଅନ ଚାକିରିଟା ହେଉ ପଛେ ମୋ ପାଇଁ ବୁଝିଦିଅ। ମୁଁ ମନେ ମନେ ସ୍ଥିର କଲି ମାଛ ଏଥର ନିଶ୍ଚୟ ମୋ ଜାଲରେ ପଡ଼ିବ। ଖୁଡ଼ିଙ୍କ ହାତକୁ ଆଉଁସି ଦେଇ କହିଲି ତମେ ବ୍ୟସ୍ତ ହୁଅନା ଖୁଡ଼ି, ମୁଁ ତମ ପାଇଁ ଆମ ଏନ୍ଜିଓରେ ଯେମିତି ହେଲେ ବି ବୁଝାବୁଝି କରି ଯାହା ଖର୍ଚ୍ଚ ହେବ ସେ କଥା ମୁଁ ବୁଝିବି, ତମେ ଆଉ ଚିନ୍ତା କରନି। ମୋ କଥା ଶୁଣି ସୁଜା ଖୁଡ଼ି ମୋ ହାତକୁ ଧରି ପକାଇ କହିଲେ ଶୁଭ ତମେ ମୋ ପାଇଁ ଏତିକି କରିଦିଅ, ତମ ପାଖରେ ମୁଁ ସବୁଦିନ ଋଣୀ ରହିବି। ତମେ ଯାହା କହିବ ମୁଁ ସେୟା କରିବି। ଖୁଡ଼ିଙ୍କ ଏଇ କଥା ଶୁଣି ମୁଁ ତାକୁ ଚାହିଁ ରହିଲି। ମୁଁ କ'ଣ କରିବ ମୋ ପାଇଁ? ଖୁଡ଼ି ମୋ ଆଖିରେ ଆଖି ମିଶାଇ ଧୀର ସ୍ୱରରେ କହିଲେ ତୁମେ ଯାହା ଚାହିଁବ। ମୁଁ ପଚାରିଲି ସତ କହୁଛ ଖୁଡ଼ି? ଖୁଡ଼ି କହିଲା ଆରେ କହିକି ତ ଦେଖ, ହଁ ଛାଁ ଜାଣିପାରିବ। ତା ଚାହାଣୀ ଆଜି ମୋତେ କାହିଁକି ଅଲଗା ଅଲଗା ଲାଗୁଥିଲା। ଭାବିଲି ମାଇକିନା ଏବେ ମୋ ଠାରୁ ଜିଆ ଖାଇବା ପାଇଁ ରେଡ଼ି ହେଇଗଲାଣି ବୋଧେ। ଇଚ୍ଛା ହେଉଥାଏ ସାଙ୍ଗେ ସାଙ୍ଗେ ସୁଜା ଖୁଡ଼ି ମାଡ଼ି ବସି ଦେଇ ପକାନ୍ତି। ହେଲେ କିଛି ରିସ୍କ ନେବାକୁ ଚାହୁଁନଥିଲି। କାଳେ ଯଦି ମାଇକିନା ହାତରୁ ଖସିଯିବ ଭାବି ନିଜକୁ କଣ୍ଟ୍ରୋଲ କଲି। ତାପରେ ଖୁଡ଼ିଙ୍କ ସହିତ କିଛି ଇଆଡ଼ୁ ସିଆଡ଼ୁ କଥାବାର୍ତ୍ତା ହୋଇ ଘରକୁ ଫେରିବା ପାଇଁ ବାହାରିଲି। ଏହି ସମୟରେ ଖୁଡ଼ିଙ୍କ ଘର ପାଖରେ ମେଳା ଚାଲିଥାଏ। 2ଟା ଅପେରା ପାର୍ଟି ଖେଳୁଥିଲେ। ଖୁଡ଼ିଙ୍କ ମନ ରଖିବା ପାଇଁ ପର୍ସରୁ 1000 ଟଙ୍କା କାଢ଼ି ତାଙ୍କ ହାତରେ ଦେଇ କହିଲି ରଖିଥା ଖୁଡ଼ି ଆଜି ଯାତ୍ରାରେ ଖର୍ଚ୍ଚ କରିବ। ଖୁଡ଼ି ମୋତେ ଚାହିଁ ମୁରୁକି ହସି ଦେଇ କହିଲେ ଖର୍ଚ୍ଚ କରିବାକୁ ଦେଉଛ ତାହେଲେ ଖୁଡ଼ିକୁ ଯାତ୍ରା ବୁଲେଇବା ପାଇଁ ନେବାକୁ କ'ଣ ଲାଜ ଲାଗୁଛି କି? ମୁଁ କହିଲି ନାଇଁ ଖୁଡ଼ି ସେମିତି କିଛି ନାହିଁ। ତାପରେ ଖୁଡ଼ି କହିଲେ ତାହେଲେ ଆଜି ମୋତେ ଯାତ୍ରା ବୁଲିବା ପାଇଁ ନେବ ତ? ଯଦି ନେବ ତାହେଲେ ତମ ଟଙ୍କା ତମେ ରଖ, ମୋର ଖର୍ଚ୍ଚ କରିବା ଦରକାର ନାହିଁ। ମୁଁ କହିଲି ହଉ ହେଲା ବାବା, ଆଜି ମୁଁ ତୁମକୁ ଯାତ୍ରା ବୁଲାଇ ନେବି, ଏଥର ଖୁସି ତ? ମୋ କଥା ଶୁଣି ଖୁଡ଼ି ହସି ଦେଇ କହିଲେ ତମେ ଏଇଠି ବସିଥାଅ, ମୁଁ ତମ ପାଇଁ ଚା କରି ଆଣୁଛି। ଏତିକି କହି ଖୁଡ଼ି ମୋ ସାମ୍ନାରେ ଗାଣ୍ଡିକି ହଲେଇ ହଲେଇ ଚାଲିଗଲେ। ତାଙ୍କ ଗାଣ୍ଡିକୁ ଦେଖି ମୋ ବାଣ୍ଡ ପୁରା ଶକ୍ତ ହୋଇ ଠିଆ ହୋଇଗଲା। ଇଚ୍ଛା ହେଉଥାଏ ସାଙ୍ଗେ ସାଙ୍ଗେ ଯାଇ ତାଙ୍କ ଗାଣ୍ଡି ଉପରୁ ଲୁଗା ଟେକି ମୋ ବାଣ୍ଡକୁ ପୂରେଇ ଦିଅନ୍ତି। କିଛି ସମୟ ପରେ ଖୁଡ଼ି ଚା ଆଣିଦେଲେ। ଚାହା ପିଇ ସାରି ମୁଁ ପଚାରିଲି ଖୁଡ଼ି ଟିକେଟ୍ ଆଣିବି କି ଆଜି ଯାତ୍ରା ଦେଖିବାକୁ ଯିବା? ଖୁଡ଼ି ମନା କଲେ। କହିଲେ ତମ ଦାଦା ଜେଜେମା ରାତିସାରା ଯାତ୍ରା ପାଖରେ ଦୋକାନ ରଖୁଛନ୍ତି, ରାତିରେ ଛୁଆ ଦୁଇଟାକୁ ଏକଲା ଛାଡ଼ି ମୁଁ ଯାତ୍ରା ଦେଖିପାରିବିନି। ମୁଁ କହିଲି ତାହେଲେ ମୋତେ ଯାତ୍ରା ବୁଲିବା କଥା କାହିଁ କହିଲ? ଖୁଡ଼ି ମୋ ଗାଲକୁ ଚୁମୁଡ଼ି ଦେଇ କହିଲେ ଆରେ ବୁଧୁ ସନ୍ଧ୍ୟାରେ ଯାଇ ମେଳା ବୁଲିବା। ତା କଥା ଶୁଣି ମୁଁ ଖୁସି ହୋଇଗଲି। ଖୁଡ଼ିଙ୍କ ସହିତ ଏମିତି କଥାବାର୍ତ୍ତା ହେଉ ହେଉ ସମୟ କଟିଗଲା। ସନ୍ଧ୍ୟାରେ ଦୁଇ ଝିଅଙ୍କ ସହିତ ସୁଜା ଖୁଡ଼ିଆ ନେଇ ମୁଁ ମେଳା ବୁଲିବାକୁ ଗଲି। ବହୁତ ସମୟ ବୁଲି କଲୁ। ଖୁଡ଼ିଙ୍କ ପାଇଁ ଚୁଡ଼ି, ନେଲ୍ ପଲିସ୍, କସ୍ମେଟିକ୍, ଛୁଆଙ୍କ ପାଇଁ ଖେଳଣା ଆଦି କିଣିଦେଲି। ବୁଲାବୁଲି କରୁ କରୁ ରାତି 9ଟା ବାଜିଲା। ଖୁଡ଼ି କହିଲେ ଶୁଭ ଚାଲ ଏବେ ଘରକୁ ଯିବା। ଘରକୁ ଗଲେ ରୋଷେଇ କରି ଖାଇବା। ମୁଁ କହିଲି ଖୁଡ଼ି ଏଇଠି ଖାଇଦେଇ ଘରକୁ ଯିବା। ତାପରେ ଆମେ ଖିଆପିଆ କରି ଦୋକାନରେ ଦାଦା ଜେଜେମାଙ୍କୁ ଦେଖା କଲୁ। ଦାଦା କହିଲେ ଶୁଭ ଏତେ ରାତି ହେଲାଣି ତୁ ଆଉ ଘରକୁ ନ ଯାଇ ଆମ ଘରେ ଶୋଇପଡ଼। ଜେଜେମା ବି ସେଇ କଥା କହିଲେ। ତାପରେ ମୁଁ ଖୁଡ଼ି ଛୁଆକୁ ଧରି ଘରକୁ ଫେରିଲି। ଘରେ ପହଞ୍ଚିଲା ବେଳକୁ ରାତି 10:30ଟା ହୋଇଥାଏ। ବୁଲାବୁଲି ଥକାରେ ଛୁଆ 2 ଜଣ ଶୋଇପଡ଼ିଲେ। ଛୁଆକୁ ଶୁଆଇ ଦେଇ ସୁଜାତା ଖୁଡ଼ି ମୋ ପାଇଁ ବିଛଣା ବିଛାଇ ଦେଇ ମୋତେ ଗୋଟିଏ ଲୁଙ୍ଗି ପିନ୍ଧିବାକୁ ଦେଲେ। ମୁଁ ପ୍ୟାଣ୍ଟ ଖୋଲି ସାର୍ଟ ଖୋଲି ବିଛଣାରେ ପଡ଼ି ମୋବାଇଲ ଦେଖୁଥାଏ। କିଛି ସମୟ ପରେ ଖୁଡ଼ି ଲୁଗାପଟା ବଦଳାଇ ମୋ ପାଖକୁ ଆସି କହିଲେ କ'ଣ କରୁଛ, ନିଦ ହେଉନି କି? ମୁଁ ହସି କହିଲି ନାଇଁ ଖୁଡ଼ି ଏମିତି ମୋବାଇଲ ଦେଖୁଛି ଆଉ। ଖୁଡ଼ି ମୋ ପାଖରେ ବସି ମୁରୁକି ହସି କହିଲେ ହଁ ତମ ବୟସର ପିଲାମାନେ ରାତିରେ ମୋବାଇଲରେ କ'ଣ ଦେଖନ୍ତି ମୁଁ ଜାଣେ। ମୁଁ କହିଲି ନାଇଁ ଖୁଡ଼ି ସେମିତି କିଛି ନାହିଁ।
କଥା ଶୁଣି ଖୁଡ଼ି ହସି ଦେଇ କହିଲେ ଖରାପ ଭାବିଲ କି? ମୁଁ ମଜାରେ କହିଲି। ତାପରେ ଆମେ ଦୁହେଁ କିଛି ସମୟ ଥଟ୍ଟା ମଜା ହେଉଥାଏ। ହଠାତ୍ ମୁଁ କହିଲି ଖୁଡ଼ି ତମେ ପା କହୁଥିଲ ମୋତେ କ'ଣ ଦେବ ବୋଲି? ଖୁଡ଼ି ମୋ ଆଡ଼କୁ ସେକ୍ସି ଚାହିଁ କହିଲେ ମୁଁ କହିଥିଲି ତମେ ଯାହା ଚାହିଁବ ମୁଁ ଦେବି, ହେଲେ ତମେ ତ କିଛି ମାଗୁନ, ମୁଁ ଦେବି କ'ଣ? ଖୁଡ଼ିଙ୍କ କଥା ଶୁଣି ମୁଁ ତାଙ୍କ ଦୁଇ ହାତକୁ ଧରି ପକାଇ କହିଲି ଖୁଡ଼ି ମୋର ତମେ ଦରକାର। ମୋ କଥା ଶୁଣି ସୁଜା ଖୁଡ଼ି ମୋତେ ଜାବୁଡ଼ି ଧରି କହିଲେ ସେଥିପାଇଁ ତ ତମକୁ ଆଜି ଅଟକେଇ ରଖିଲି। ଏବେ ମୁଁ ପୁରା ତମର, ଏଥର ଖୁସି ତ? ଖୁଡ଼ିଙ୍କ କଥା ଶୁଣି ମୁଁ ତାଙ୍କୁ କୁଣ୍ଢେଇ ଧରି ତାଙ୍କ ଓଠକୁ ଚୁଚୁମି ଗାଲକୁ କିସ୍ କରିବାକୁ ଲାଗିଲି। ଖୁଡ଼ି ବି ମୋ ଓଠକୁ ଚୁଚୁମି କିସ୍ କରିଥାନ୍ତି। ଧୀରେ ଧୀରେ ମୁଁ ତାଙ୍କ ଦେହରୁ ଶାଢ଼ୀଟାକୁ ବାହାର କରିଦେଲି। ଶାଢ଼ୀଟାକୁ ବାହାର କରିଦେଇ ବ୍ଲାଉଜ ଉପରୁ ତାଙ୍କ ଦୁଧକୁ ଚିପିବାକୁ ଲାଗିଲି। ଖୁଡ଼ି ପୁରା ମନ୍ଦହସ ହୋଇ ମୋ ଓଠକୁ ଚୁଚୁମି ଖାଇଯାଉଥାନ୍ତି। ମୁଁ ତାଙ୍କ ବ୍ଲାଉଜ ଖୋଲି ପକାଇଲି। ଖୁଡ଼ି ବ୍ରା ପିନ୍ଧି ନଥିଲେ। ତାଙ୍କ ଦୁଧ ଦୁଇଟା ବାହାରକୁ ବାହାରି ଆସୁଥିଲା। ମୁଁ ତାଙ୍କ ଦୁଧକୁ ଧରି ସାଉଁଳି ଆସ୍ତେ ଆସ୍ତେ ଚିପିଲି। ଖୁଡ଼ି ଖାଲି ମମ ଏମିତି ହେଉଥାନ୍ତି ଆଉ ମୋତେ ଚୁମା ଦେଉଥାନ୍ତି। ମୁଁ ଏଥର ମୋ ହାତ ତଳକୁ ନେଇ ତାଙ୍କ ଛାୟାକୁ ଖୋଲି ପକାଇଲି। ଖୁଡ଼ି ଭିତରେ ପ୍ୟାଣ୍ଟି ପିନ୍ଧିନଥିଲେ। ମୁଁ ପଚାରିଲି ଖୁଡ଼ି କ'ଣ ଭିତରେ କିଛି ପିନ୍ଧୁନ? ଖୁଡ଼ି ମୋ ଗାଲକୁ କାମୁଡ଼ି ଦେଇ କହିଲେ ମୁଁ ଜାଣିଥିଲି ତମେ ତ ସବୁ ଖୋଲିଦେବ, ସେଥିପାଇଁ ପିନ୍ଧିନାହିଁ। ମୁଁ ତାଙ୍କ ଲଙ୍ଗଳା ଗାଣ୍ଡିକି ଚିପି କହିଲି ତାହେଲେ ମୋ ଖୁଡ଼ି ପୁରା ଗରମ ହୋଇଯାଇଛି। ଖୁଡ଼ି କହିଲେ ହଁ ରେ, ମୁଁ ତ ବହୁତ ଦିନ ଆଗରୁ ଗରମ ହୋଇକି ଅଛି। ତମ ଦାଦାଙ୍କ କଥା ତ ତମେ ଜାଣିଛ, ଦେହ ଖରାପ ସାଙ୍ଗକୁ ଦିନ ରାତି ଦୋକାନରେ ଖଟି ସେ ଆଉ ମୋତେ ଖୁସି ଦେଇପାରୁନାହାନ୍ତି। ସାନ ଝିଅ ଜନ୍ମ ହେବା ପରଠାରୁ ତମ ଦାଦା ଆଉ ମୋତେ ଗେହି ନାହାନ୍ତି। ମୁଁ ବହୁତ ଗରମ ହୋଇକି ଅଛି। ବହୁତ ଥର ଭାବିଛି ତମକୁ କହିବି ବୋଲି, ହେଲେ ତମେ କେବେ କିଛି ଖରାପ ଭାବିବ ସେଥିପାଇଁ କହିପାରିନଥିଲି। କାଲି ତମ ସହିତ କଥା ହେବା ପରେ ମୋର ଟିକିଏ ସାହସ ହେଲା। ସେଥିପାଇଁ ମୁଁ ଆଜି ତମକୁ ଯାତ୍ରା ବୁଲିବା କଥା ବାହାନା କରି କହିଲି। ପ୍ଲିଜ୍ ଶୁଭ, ମୋତେ ଶାନ୍ତି କରିଦିଅ। ଖୁଡ଼ିଙ୍କ କଥା ଶୁଣି ମୁଁ ପୁରା ଗରମ ହୋଇଗଲି। ତାଙ୍କୁ ତଳେ ଶୁଆଇ ଦେଇ ତାଙ୍କ ଦୁଧରେ ମୁହଁ ଲଗେଇ ଦୁଧ ନିପୁଲକୁ ଚୁଚୁମି ଖାଇଲି। ଖୁଡ଼ି ଖାଲି ଉସ୍ ଆ ଇସ୍ ଇସ୍ ହେଉଥାନ୍ତି। ଖୁଡ଼ିଙ୍କ ମୁଣ୍ଡକୁ ତାଙ୍କ ଦୁଧ ଉପରେ ମାଡ଼ି ରଖିଲେ। ମୋ ମୁଣ୍ଡ ଉପରେ ମାଡ଼ି ରଖିଲେ। ଗୋଟିଏ ହାତ ତଳକୁ ନେଇ ତାଙ୍କ ବିଆ ଉପରେ ମୁଁ ହାତ ରଖିଲି। ସୁଜା ଖୁଡ଼ିଙ୍କ ବିଆରେ ବହୁତ ଲମ୍ବା ଲମ୍ବା ବାଳ ହୋଇଥାଏ। ବିଆ ବାଳକୁ ଆଡ଼େଇ ତାଙ୍କ ବିଆ ମୁହଁରେ ଆଙ୍ଗୁଳିରେ ସଲସଲ କଲି। ଖୁଡ଼ି ମୋ ହାତକୁ ଧରି ତାଙ୍କ ବିଆ ଉପରେ ମାଡ଼ି ରଖିଲେ। ଏଥର ତାଙ୍କ ବିଆ ଭିତରେ ଆଙ୍ଗୁଳି ପୂରେଇ ସଲସଲ କଲି। ଖୁଡ଼ି ଖାଲି ହେଉଥାନ୍ତି, ଚିତ୍କାର କରୁଥାନ୍ତି। ଖୁଡ଼ି କହିଲେ ମୋତେ ପେଲି ଦେଇ ତଳେ ପକାଇ ଦେଇ ମୋ ଉପରେ ଚଢ଼ିଗଲେ। ମୋ ଦେହରୁ ଗଞ୍ଜି ଲୁଙ୍ଗି ଖୋଲି ମୋତେ ପୁରା ଲଙ୍ଗଳା କରିଦେଲେ। ମୋ ବାଣ୍ଡଟା ପୁରା ଗରମ ହୋଇ ଠିଆ ହୋଇଥାଏ। ମୋ ବାଣ୍ଡକୁ ଦେଖି ଖୁଡ଼ି ଆଶ୍ଚର୍ଯ୍ୟ ହୋଇ ଜିଭ କାମୁଡ଼ି କହିଲେ ବାପରେ ବାପ, ଏତେ ବଡ଼ଟେ ତମର? ମୁଁ କହିଲି କ'ଣ ଖୁଡ଼ି ପସନ୍ଦ ହେଉନି କି? ଖୁଡ଼ି ମୋ ବାଣ୍ଡକୁ ଦୁଇ ହାତରେ ଧରି ଆଉଁସି ମୋତେ ସେକ୍ସି ଚାହିଁ କହିଲେ ସତରେ ଶୁଭ, ତମ ଯନ୍ତ୍ରଟା ଯେମିତି ହେଇଛି ନା, ଯେଉଁ ମାଇକିନିଆ ୟାକୁ ପାଇବ ଜମା ଛାଡ଼ିବ ନାହିଁ। ମୋର ତ ଇଚ୍ଛା ହେଉଛି ଦିନ ରାତି ୟାକୁ ଧରି ଖେଳନ୍ତି। ମୁଁ କହିଲି ଖାଲି ଖେଳିବ ନା ଆଉ କିଛି କରିବ? ମୋ କଥା ଶୁଣି ସୁଜାତା ଖୁଡ଼ି ମୋ ଆଡ଼କୁ କଣେଇ ଚାହିଁ ମୁରୁକି ହସିଲେ। ମୋ ବାଣ୍ଡାରେ ଓଠ ଲଗେଇ ଚୁମା ଦେଇ କହିଲେ ଆଚ୍ଛା, ଇଚ୍ଛା ହେଉଛି ୟାକୁ ଚୁଚୁମି ଖାଇଯିବାକୁ। ଏତିକି କହି ସୁଜାତା ଖୁଡ଼ି ମୋ ବାଣ୍ଡକୁ ପାଟିରେ ପୂରେଇ ଲଲିପପ୍ ଭଳିଆ ଚୁଚୁମି ଖାଇବାକୁ ଲାଗିଲେ। ମୋ ବାଣ୍ଡରେ ତାଙ୍କ ଜିଭ ସ୍ପର୍ଶ ପାଇ ମୋ ଦେହରେ ଯେଉଁ କରେଣ୍ଟ ଖେଳିଗଲା। ବାଣ୍ଡଟା ପୁରା ଶକ୍ତ ହୋଇ ଫୁଲି ଉଠିଲା। ସୁଜାତା ଖୁଡ଼ି ମୋ ବାଣ୍ଡ ଅଗକୁ ଜିଭରେ ଚାଟି ଚାଟି ଖାଉଥାନ୍ତି। ମୁଁ ତାଙ୍କ ଦୁଧକୁ ଧରି ଚିପୁଥାଏ। ମୋ ଦେହ ଉତ୍ତେଜନାରେ କ'ଣ ହୋଇଯାଉଥାଏ। ମୁଁ ତାକୁ ଟାଣି ଆଣି ତଳେ ଶୁଆଇ ଦେଇ ତାଙ୍କ ଉପରେ ଚଢ଼ିଗଲି। ଦୁଇ ଗୋଡ଼କୁ ମେଲା କରି ଖୁଡ଼ି ଶୋଇଥାନ୍ତି। ତାଙ୍କ ବିଆ ମୁହଁରେ ମୋ ବାଣ୍ଡକୁ ଲଗେଇ ଦେଲି। ଖୁଡ଼ିଙ୍କ ବିଆ ସେତେବେଳକୁ ନାଳୁଆ ହୋଇ ଯାଇଥିବାରୁ ମୋ ବାଣ୍ଡଟା ଟିକିଏ ଭିତରକୁ ପଶିଗଲା। ଖୁଡ଼ି ସେତେବେଳକୁ ମରିଗଲି ଲୋ କହି ଖୁଡ଼ି ପୁରା ଚିଲେଇ ଉଠିଲେ। ମୁଁ ତାଙ୍କ ବିଆ ଭିତରୁ ବାଣ୍ଡକୁ କାଢ଼ି ଆଣି ପଚାରିଲି କ'ଣ ହେଲା ଖୁଡ଼ି? ଖୁଡ଼ି କହିଲେ ତମ
ଦାଦାଙ୍କର ଛୋଟିଆଟେ ବୋଲି ମୋ ଜିନିଷ ଏବେ ବି ଟାଇଟ୍ ଅଛି, ତୁମର ଏତେ ବଡ଼ ଯନ୍ତ୍ର ପଶିଲା ବେଳକୁ ବହୁତ କାଟୁଛି। ମୁଁ କହିଲି କେଉଁ ଜିନିଷ ଖୁଡ଼ି? ଖୁଡ଼ି ଟିକେ ଲାଜେଇ ଯାଇ ମୋ ବାଣ୍ଡକୁ ଧରି କହିଲେ ଏଇଟା ମ। ମୁଁ ତାଙ୍କ ଓଠକୁ ଚୁଚୁମି କିସ୍ କରି କହିଲି ସେଇଟା କ'ଣ କହୁନ? ସେଇଟା କ'ଣ କହୁନ? ଖୁଡ଼ି ମୋ ଗାଲକୁ ଚୁମା ଦେଇ ମୋ କାନରେ ଆସ୍ତେ କରି କହିଲେ ତମ ବାଣ୍ଡ। ମୁଁ ତାଙ୍କ ବିଆରେ ଆଙ୍ଗୁଠି ମାରି ପଚାରିଲି ଆଉ ଏଇଟା? ଖୁଡ଼ି ଲାଜରେ ମୋ ଛାତିରେ ମୁହଁ ଚାପି କହିଲେ ସେଇଟା ହେଉଛି ମୋ ବିହା। ତାପରେ ମୁଁ ଖୁଡ଼ିଙ୍କ ଦୁଇ ଗୋଡ଼କୁ ମେଲା କରି ତାଙ୍କ ବିହା ମୁହଁରେ ବାଣ୍ଡକୁ ସେଟ୍ କରି ଗୋଟିଏ ଜୋରରେ ଧକ୍କା ମାରିଲି। ଏଥର ବାଣ୍ଡଟା ଅଧା ଅଧି ଖୁଡ଼ିଙ୍କ ବିହା ଭିତରେ ପଶିଗଲା। ଖୁଡ଼ି ଆ କହି ଚିଲେଇ ଉଠିଲେ। ମୁଁ ତାଙ୍କ ଓଠରେ ମୋ ଓଠକୁ ଲଗେଇ ଚୁଚୁମା ଲାଗିଲି। ଖୁଡ଼ି ମୋ ଓଠକୁ ଚୁଚୁମି କିସ୍ କରିଥାନ୍ତି। ଏତିକି ସମୟ ପରେ ମୁଁ ଅଣ୍ଟାକୁ ହଲେଇ ଧୀରେ ଧୀରେ ତାଙ୍କ ବିହା ଭିତରେ ମୋ ବାଣ୍ଡକୁ ଆଗପଛ କଲି। ତାଙ୍କ ବିହା ବହୁତ ଟାଇଟ୍ ଲାଗୁଥାଏ। କିଛି ସମୟ ପରେ ଖୁଡ଼ିକୁ ଭଲ ଲାଗିଲା। ଏଥର ମୁଁ ଟିକିଏ ସ୍ପିଡ଼ ବଢ଼େଇ ଗେଉଥାଏ। ଖୁଡ଼ି ଖାଲି ଆ ଇସ୍ ହେଉଥାନ୍ତି। ଏମିତି ହଉ ହଉ ଏଥର ମୁଁ ତାଙ୍କ ଦୁଧକୁ ଚିପି ଗୋଟିଏ ଜୋର ଝଟକା ମାରିଲି ଯେ ବାଣ୍ଡଟା ପୁରା ମୂଳ ପର୍ଯ୍ୟନ୍ତ ସୁଜତା ଖୁଡ଼ି ବିହା ଭିତରେ ପଶିଗଲା। ସୁଜତା ଖୁଡ଼ି ବୋଉଲୋ ମରିଗଲୋ କହି ଖୁଡ଼ି ଚିଲେଇ ଉଠିଲେ। ତାଙ୍କ ଆଖିରେ ଲୁହ ବାହାରି ପଡ଼ିଲା। ତଥାପି ଖୁଡ଼ି ମୋତେ ଜାବୁଡ଼ି ଧରିଛନ୍ତି। ମୁଁ ଧୀରେ ଧୀରେ ଧକ୍କା ମାରି ମାରି ତାଙ୍କ ବିହାକୁ ଗେଉଥାଏ। ଖୁଡ଼ି ଖାଲି ଆ ଇସ୍ ହେଉଥାନ୍ତି। କିଛି ସମୟ ପରେ ଖୁଡ଼ି ମୋତେ କୁଣ୍ଢେଇ ଧରିଲେ। ତାଙ୍କ ବିହାରୁ ପାଣି ଗୁରା ଖାଲି ବାହାରିବାକୁ ଲାଗିଲା। ପାଣି ବାହାରିବାରୁ ବିହା ଭିତରେ ମୋ ବାଣ୍ଡଟା ଭଲରେ ପଶୁଥାଏ ଆସୁଥାଏ। ମୁଁ ତାଙ୍କ ଦୁଇ ଦୁଧକୁ ଚିପି ଗେଉଥିଲି। ମଝିରେ ମଝିରେ ଖୁଡ଼ିଙ୍କ ଦୁଧକୁ ପାଟିରେ ପୁରେଇ ଚୁଚୁମୁଥିଲି। ଖୁଡ଼ି ଆନନ୍ଦରେ ଗିଆ ଖାଇଥାନ୍ତି। ତାଙ୍କ ବିହାରୁ ରସ ବୋହି ଯାଉଥାଏ। ଖୁଡ଼ି ମୋ ଓଠକୁ ଚୁଚୁମି କିସ୍ କରିଥାନ୍ତି। ତାଙ୍କ ଦୁଧକୁ ଚିପି ମୁଁ ଗେଇବା ସ୍ପିଡ଼ ବଢ଼େଇ ଜୋରରେ ଗେଇ ଚାଲି ଖୁଡ଼ି ଖାଲି ଇସ୍ ଆ ଉ ହୋଇ ଜୋରରେ ଚିତ୍କାର ଛାଡ଼ୁଥାନ୍ତି। ତାଙ୍କ ବିହା ଭିତରଟା ପୁରା ଗରମ ଲାଗୁଥାଏ। ଏଥର ମୁଁ ଖୁଡ଼ିଙ୍କ ବିହାରୁ ବାଣ୍ଡକୁ ବାହାର କରି ଆଣି ତାଙ୍କୁ ମୋ ଉପରକୁ ଆସିବାକୁ କହିଲି। ଖୁଡ଼ି ସାଙ୍ଗେ ସାଙ୍ଗେ ମୋ ଉପରେ ଶୋଇପଡ଼ିଲେ। ମୁଁ ତାଙ୍କ ବିହା ମୁହଁରେ ବାଣ୍ଡକୁ ସେଟ୍ କରି ରଖିଲି। ଖୁଡ଼ି ଗାଣ୍ଡିକୁ ଟେକି ମୋ ବାଣ୍ଡକୁ ଧରି ତାଙ୍କ ବିହା ଭିତରେ ପୁରେଇ ଦେଲେ। ଆଉ ତାଙ୍କ ବିହା ପୁରା ଲାଳକୁ ବୋହି ଯାଇଥାଏ। ତାଙ୍କ ଲାଳୁଆ ବିହା ଭିତରେ ମୋ ବାଣ୍ଡଟା ପୁରା ପଚକିନି ପଶିଗଲା ଭିତରକୁ। ଖୁଡ଼ିଙ୍କ ପାଟିରୁ ଆହା ଶବ୍ଦ ବାହାରି ଆସିଲା। ଏଥର ସୁଜତା ଖୁଡ଼ି ଗାଣ୍ଡିକୁ ଟେକି ମୋ ବାଣ୍ଡ ଉପରେ ଗେଇ ଚାଲିଲେ। ମୋ ବାଣ୍ଡ ଉପରେ ତାଙ୍କ ଗାଣ୍ଡିକି ବାଡ଼େଇ ଚାଲିଲେ। ତାଙ୍କ ବିହାରୁ ଏତେ ନାଳ ବୋହୁଥାଏ ଯେ ନାଳ ପଡ଼ି ମୋ ବାଣ୍ଡ ମୂଳରେ ତାଙ୍କ ଗାଣ୍ଡିକୁ ଉଠେଇ ବାଡ଼େଇଲା ବେଳକୁ ପଚ୍ 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 ସାଉଣ୍ଡ ହେଉଥାଏ। ମୋତେ ଭାରି ଭଲ ଲାଗୁଥାଏ। ଆଉ ମୁଁ ବି ଗାଣ୍ଡି ତଳ ଆଡ଼ୁ ଟିକେ ଉଠେଇ ତାକୁ ଗେଇ ଚାଲିଥାଏ। ତାପରେ ଦୁଇ ହାତରେ ସୁଜତା ଖୁଡ଼ିର ଗାଣ୍ଡିକୁ ଆଉଁଶୁଥାଏ। ଖୁଡ଼ି ମୋ ଓଠକୁ ଚୁଚୁମି କିସ୍ କରି ତଳ ପଟରୁ ଗାଣ୍ଡିକୁ ଟେକି ମୁଁ ତାଙ୍କ ବିହା ଭିତରେ ମୋ ବାଣ୍ଡକୁ ମାଡ଼ି ଦେଇଥାଏ। ଖୁଡ଼ିଙ୍କ ଦେହ ପୁରା ସେତେବେଳେ ଗରମ ଲାଗୁଥାଏ। ସେ ସାଙ୍ଗେ ସାଙ୍ଗେ ସଁ ସଁ ହୋଇ ଜୋରରେ ନିଶ୍ୱାସ ନେଉଥିଲେ। ଅଣ୍ଟାକୁ ହଲେଇ ମୋ ବାଣ୍ଡକୁ ଗିଆ ଖାଉଥାନ୍ତି। ହଠାତ୍ ଖୁଡ଼ି ମୋତେ ଜାବୁଡ଼ି ଧରି ମୋ ଛାତି ଉପରେ ଶୋଇ ପଡ଼ିଲେ ଓ ତାଙ୍କ ବିହାରୁ ପିଚ୍ ପିଚ୍ ହୋଇ ମେଞ୍ଚେ ଗରମ ପାଣି ବାହାରି ଆସିଲା। ବିହା ପାଣିରେ ମୋ ଅଣ୍ଟା ପେଟ ପୁରା ଓଦା ହୋଇଗଲା। ଏଥର ମୁଁ ଖୁଡ଼ିକୁ ତଳେ ଶୁଆଇ ଦେଇ ତାଙ୍କ ଦୁଇ ଗୋଡ଼କୁ ମେଲା କରି ତାଙ୍କ ବିହାରେ ମୋ ବାଣ୍ଡକୁ ପୁରେଇ ଦେଲି। ଆଉ ଖୁଡ଼ି ଆ ହେଉଥାନ୍ତି। ମୁଁ ଓଠକୁ କିସ୍ କରୁଥାଏ। ମୋ ଅଣ୍ଟାକୁ ହଲେଇ ଖୁଡ଼ି ବିହାରେ ଗେଇ ଚାଲିଲି। କିଛି ସମୟ ପରେ ତାଙ୍କ ବିହା ଭିତରଟା ଗରମ ହୋଇ ଧକ ଧକ ହେବାକୁ ଲାଗିଲା। ଖୁଡ଼ିଙ୍କ ବିହାରୁ ଆଉ ଥରେ ମେଞ୍ଚାଏ ପାଣି ବାହାରି ପଡ଼ିଲା। ଗରମ ବିହା ରସରେ ଗାଧୋଇ ମୋ ବାଣ୍ଡ ମଧ୍ୟ ଆଉ ସମ୍ଭାଳି ହେଉନଥାଏ। ମୁଁ ତାଙ୍କ ବିହା ଭିତରେ ଜୋର ଜୋର ଧକ୍କା ମାରି ପଚର 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 ସାଉଣ୍ଡରେ ଗେଇ ଚାଲିଥାଏ। ମୋର ବୀଜ ବାହାରିବା ସମୟ ଆସିଗଲା ଜାଣି ଖୁଡ଼ିକି ପଚାରିଲେ ଖୁଡ଼ି ମୋର ଏବେ ବାହାରିବ? ଖୁଡ଼ି ମୋତେ ଜୋରରେ ଜାବୁଡ଼ି ଧରି କହିଲେ ସବୁ ବୀଜ ମୋ ବିହା ଭିତରେ ଛାଡ଼ିଦିଅ। ତମ ବୀଜ ପଡ଼ିଲେ ମୋ ବିହା ଥଣ୍ଡା ହେବ। ଏଥର ମୁଁ ସବୁ ବୀଜ ଖୁଡ଼ିଙ୍କ ବିହା ଭିତରେ ଛାଡ଼ିଦେଲି। ଖୁଡ଼ି ମୋତେ କୁଣ୍ଢେଇ ଧରିଥାନ୍ତି। ମୁଁ ତାଙ୍କ ଛାତି ଉପରେ ଶୋଇ ପଡ଼ିଲି। ମୋ ବାଣ୍ଡ ସେମିତି ତାଙ୍କ ବିହା ଭିତରେ ପଶିକି ଥାଏ। ଆମେ ଦୁହେଁ ଗିଆ ଗିଆ ହୋଇ ପୁରା ହାଲିଆ ହୋଇ ଶୋଇଥିଲୁ। ସେତେବେଳେ ଯାଏ ନିଦ ଆସିଗଲା ଜାଣି ହେଲାନି। ହଠାତ୍ ମୋ ନିଦ ଭାଙ୍ଗିଲା। ଦେଖିଲା ବେଳକୁ ସୁଜତା ଖୁଡ଼ି ମୋ ଓଠକୁ ଚୁଚୁମି କିସ୍ କରୁଛନ୍ତି। ଗୋଟିଏ ହାତରେ ମୋ ବାଣ୍ଡକୁ ଧରି ଆଉଁଶୁଥାନ୍ତି। ମୁଁ ଖୁଡ଼ିକୁ ମୋ ଉପରକୁ ଭିଡ଼ି ଆଣିଲି
ତାଙ୍କ ଓଠକୁ ଚୁଚୁମି କିସ୍ କରିବା ଲାଗିଲି। ଗୋଟିଏ ହାତରେ ଦୁଧକୁ ଧରି ଚିପିଲେ ଆଉ ଧୀରେ ଧୀରେ ଖୁଡ଼ି ଗରମ ହେବାକୁ ଲାଗିଲେ। ଏଥର ମୁଁ ଖୁଡ଼ିକୁ ତଳେ ଶୁଆଇ ଦେଇ ତାଙ୍କ ଉପରେ ଚଢ଼ିଲି ଓ ତାଙ୍କ ବ୍ୟା ମୁହଁରେ ମୋ ବାଣ୍ଡୁକୁ ରଖି ସଲସଲ କଲି। ଖୁଡ଼ି ହୋଇ କହିଲେ, ଶୁଭ ପ୍ଲିଜ୍ ଏମିତି କରନି, ମୁଁ ଆଉ ସହିପାରୁନି, ପ୍ଲିଜ୍ ମୋତେ ଗେହି ଦିଅ। ବ୍ୟା ମୁହଁରେ ବାଣ୍ଡୁ ସେଟ୍ କରି ଗୋଟିଏ ଜୋର ଧକ୍କା ମାରିଲି ଯେ ବାଣ୍ଡଟା ଏକାଥରକେ ପୁରା ବ୍ୟା ଭିତରେ ପଶିଗଲା। ଖୁଡ଼ି କହି ଚିଲେଇ ଉଠିଲେ। ଏଥର ମୁଁ ଖୁଡ଼ିଙ୍କ ବ୍ୟାରେ ଗେଇ ଚାଲିଲି। ଖୁଡ଼ି ହୋଇ ଚିତ୍କାର ଛାଡ଼ୁଥାନ୍ତି, ମୁଁ ଗେଇ ଚାଲିଥାଏ। କିଛି ସମୟ ପରେ ଖୁଡ଼ିଙ୍କ ବ୍ୟାରୁ ରସ ବୋହି ଆସିଲା, ତଥାପି ମୁଁ ଗେଇ ଚାଲିଲି। ତାଙ୍କ ଦୁଇ ଗୋଡ଼କୁ ମୋ କାନ୍ଧ ଉପରେ ରଖି ଜୋର ଧକ୍କା ମାରି ଗେଇ ଚାଲିଲି। କିଛି ସମୟ ପରେ ଆଉ ଥରେ ପିଛି ମେଞ୍ଚେ ଗରମ ପାଣି ଖୁଡ଼ିଙ୍କ ବ୍ୟାରୁ ବାହାରି ଆସିଲା। ମୋର ମଧ୍ୟ ବୀଜ ବାହାରି ଆସିଲା। ଖୁଡ଼ିଙ୍କ ବ୍ୟାରେ ସବୁ ବୀଜ ଛାଡ଼ିଦେଇ ତାକୁ କୁଣ୍ଢେଇ ଧରି ଶୋଇଲି। କିଛି ସମୟ ଶୋଇଲା ପରେ ଖୁଡ଼ି କହିଲେ, ଧନ, ଆଉ କିଛି ସମୟ ପରେ ରାତି ପାହିବ, ତମ ଦାଦା ଜେଜେମା ଆସି ଯିବେ। ମୁଁ ଯାଉଛି ଛୁଆଙ୍କ ପାଖରେ ଶୋଇବି, ତମେ ଏଇଠି ଶୋଇଥାଅ। ମୁଁ ଖୁଡ଼ିକୁ କୁଣ୍ଢେଇ ଧରି ତାଙ୍କ ଓଠକୁ ଚୁମି କହିଲି, ତୁମକୁ ଛାଡ଼ିବା ପାଇଁ ଜମା ଇଚ୍ଛା ହେଉନି। ଖୁଡ଼ି ମୋ ଗାଲକୁ ଚୁମା ଦେଇ କହିଲେ, ଆଜି ତମେ ମୋତେ ଏମିତି ଖୁସି ଦେଇଛ, ମୋର ବି ତମକୁ ଛାଡ଼ିବାକୁ ଇଚ୍ଛା ହେଉନି। ହେଲେ କ'ଣ କରିବି, ଛାଡ଼ିକି ଯିବାକୁ ପଡ଼ିବ। ତୁମେ ଶୀଘ୍ର ମୋତେ ତମ ପାଖରୁ ନେଇଯାଅ। ସବୁଦିନ ରାତିରେ ତମ ବାଣ୍ଡକୁ ବ୍ୟାରେ ପୂରେଇ ଶୋଇବି। ମୁଁ ତାଙ୍କୁ କିସ୍ କରି କହିଲି, ବ୍ୟସ୍ତ ହେଉନି ଖୁଡ଼ି, ବହୁତ ଶୀଘ୍ର ତମକୁ ମୁଁ ନେଇଯିବି। ତାପରେ ଖୁଡ଼ି